तारिखରୁ ଫୁଲବାଣୀର କନ୍ଧମାଳ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅମୃତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ବାଲିଗୁଡ଼ା ଓ ଫୁଲବାଣୀ ଡିଏଫଓ ପ୍ରମୁଖ ଯୋଗ ଦେଇଥିଲେ। ପରେ ପରେ ଅତିଥିମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ପଡ଼ିଆରେ ମୋଟ 204ଟି ଷ୍ଟଲ ପଡ଼ିଛି। ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଭିନ୍ନ ସାମଗ୍ରୀର ବିକ୍ରି ଆରମ୍ଭ ହୋଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିମ ଆଦିବାସୀ କୁଟିଆ କନ୍ଧଙ୍କ ପବିତ୍ର ପୂଜାସ୍ଥଳୀ ସାପାଙ୍ଗାଡ଼ା ଠାରୁ ମଶାଲ ବାହାରି ଜିଲ୍ଲା ପରିକ୍ରମା କରିବା ଏବଂ ବିଭିନ୍ନ ବ୍ଲକରେ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଦ୍ୱାରା ଲୋକାଭିମୁଖୀ ହୋଇଛି ବୋଲି କହିଛନ୍ତି ବିଧାୟକ। ମହତାବ ଆରମ୍ଭ ପୂର୍ବରୁ ଫୁଲବାଣୀ ମା ବ୍ରାହ୍ମଣୀ ଦେବୀ ମନ୍ଦିରରୁ ମଶାଲ ବାହାରି କରୋନେସନ ପଡ଼ିଆକୁ ଆସିଥିଲା। ସେଠାରେ ବିଭିନ୍ନ ନୃତ୍ୟ ସଙ୍ଗୀତ ଦଳ ନୃତ୍ୟ ଗୀତ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସ୍ୱାଗତ କରିଥିଲେ। ମଶାଲ ଶୋଭାଯାତ୍ରା ଷ୍ଟାଡିୟମ ଯାଇଥିଲା। ମହୋତ୍ସବ ପାଇଁ ଜିଲ୍ଲାସ୍ତରୀୟ ଫୁଟବଲ ମଧ୍ୟ ଆୟୋଜିତ ହୋଇଛି। ଆମେ ଏକ ସୁନ୍ଦର 5 ଦିନିଆ ଉତ୍ସବ ପାଳୁଛୁ ବୋଲି ଜିଲ୍ଲାପାଳ କହିଥିଲେ। ବିଭିନ୍ନ ଲୋକନୃତ୍ୟ ଦଳ ଓ ଅଲିଉଡର କଳାକାର ଏହି ଉତ୍ସବରେ ଯୋଗ ଦେଇଛନ୍ତି। बहुत बढ़िया आरेंजमेंट जिला प्रशासन आरेंजमेंट कर बहुत सुंदर भाव निश्चित भाव प्रशंसा करी और ठीक अच्छे जो भाईचारार संस्कृति परंपरा कला पुनर्जीवित पुनर्जीवन जो कार्यक्रम करा जिला प्रशासन बहुत 21 ରୁ 25 जाए यहाँ चलो 4 दिन आम 160 ऊर्ध स्टल पड़ी डिपार्टमेंटल स्टल सहित विभिन्न स्वयं सहायक गोष्ठी मान उत्पाद से नहीं आसी छड़ा एथर आम जो एडिशन करूँ जे प्रति ब्लॉक रे से महोत्सव अनुष्ठित है। प्रति ब्लॉक रे स्पोर्ट्स कार्यक्रम डिस्ट्रिक्ट रे है प्रति ब्लॉक रे मशाल और मास्कट भी बुलिला। तेणु यार उद्देश्य था केवल फुलबाणी को सीमित न रखिकी सबू ब्लॉक रे लोक केमती कला संस्कृति और क्रीड़ा द्वारा जोड़ी पारे से दिगरे पदक्षेप निगला। तेणु आम आशा करूँ जो परिव्याप्त परिसर होती महोत्सव आगामी दिन में तार सुफल समस्ते पाइबे। फुलबाणी सदाशिव पात्रଙ୍କ रिपोर्ट खबर ओडिशा।